सद्गुरुदेव शिव मुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ ପ୍ରେମ ଯାଇଛି। ଆଜି ଆମେ ଆଲୋଚନା କରିବା ଯେ ମନୋବଳ ଦ୍ୱାରା ନିରୋଗ ରହିବାର ଅଦ୍ଭୁତ ଉପାୟ। ଗୋଟିଏ ସ୍ଥାନରେ ଆମ୍ବ, ପଣସ ଓ ଜାମୁ ଗଛ ଲଗାଇଲେ ସବୁ ଗଛ ଏକ ପ୍ରକାର ଖୋରାକ ପାଇଲେ ମଧ୍ୟ ଏକା ପ୍ରକାର ବଢ଼ନ୍ତି ନାହିଁ କି ଫଳ ମଧ୍ୟ ଅଲଗା ହୁଏ। କାରଣ ବିଭିନ୍ନ ଗଛର ବିଭିନ୍ନ ପ୍ରକାରର ମନ, ଆତ୍ମା ଓ ସ୍ୱଭାବ। କିନ୍ତୁ ଚାରୋଟି ଧାତୁ ନିର୍ମିତ ପାତ୍ରରେ ଗୋଟିଏ ସ୍ଥାନରୁ ମାଟି ଆଣି ରଖିଲେ କିଛି ଦିନ ପରେ ମାଟିର ପରିବର୍ତ୍ତନ ହୁଏ ନାହିଁ। କାରଣ ପାତ୍ର ଗୁଡ଼ିକ ହେଉଛି ଜଡ଼। ଏଗୁଡ଼ିକ ମାଟିର ଧର୍ମ ନଷ୍ଟ କରିପାରନ୍ତି ନାହିଁ। ବୃକ୍ଷ ଚେତନ, ଏହା ଜୀବନ ନ ହେବା ପର୍ଯ୍ୟନ୍ତ ମାଟି ଓ ଜଳ ଗ୍ରହଣ କରି ନିଜର ରୂପ ଓ ସ୍ୱଭାବ ଅନୁସାରେ ବଦଳି ଚାଲିଥାଏ। ଚେତନର ଚେତନତା ଓ ମନ ଦୁହେଁ ଏକ। ଗୋଟିଏ ଦ୍ରବ୍ୟର ଦୁଇଟି ନାମ। ଚେତନତା, ମନ, ଅନ୍ତଃକରଣ, ଜୀବ ଓ ଜୀବନୀ ଶକ୍ତି ସବୁ ଏକ। ଜୀବନୀ ଶକ୍ତି ଓ ମନ ନିଜର ବିଶ୍ୱାସ ଓ ସଂକଳ୍ପ ଅନୁସାରେ ସଂସାରର ସବୁ ଦ୍ରବ୍ୟକୁ ବଦଳାଇ ପାରେ। ଏହା ହେଉଛି ମନୋବଳର ରହସ୍ୟ। ମନୋବଳ ଦ୍ୱାରା ଏକ ପ୍ରକାର ମାଟି ଓ ଜଳ ପାଇ ବିଭିନ୍ନ ବୃକ୍ଷ ବିଭିନ୍ନ ରୂପ ଓ ଗୁଣ ପ୍ରାପ୍ତ ହୁଏ। ଏକ ପ୍ରକାର ଭୋଜନ ବିଭିନ୍ନ ପ୍ରକାର ମନୁଷ୍ୟ ଓ ପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ରୂପକୁ ଧାରଣ କରେ। ଏହାର କାରଣ ମନର ଅପାର ବଳ। ପ୍ରତିଦିନ ଆମର ଶରୀରର ଭାବନା ଅନୁସାରେ ଶରୀର ରୂପାନ୍ତର ଧୀରେ ଧୀରେ ହୁଏ। ଯଦି ଆପଣ ପ୍ରତିଦିନ ଭାବନା କରନ୍ତି ମୁଁ ଅମର ଓ ନିରୋଗ, ତେବେ ସତକୁ ସତ ନିରୋଗ ଓ ଅମର ଆପଣ ହୋଇଯିବେ। ଆପଣଙ୍କ ମନ ବିଶ୍ୱାସ ଅନୁସାରେ ଶରୀରର ସମସ୍ତ ଅଣୁକୁ ଧୀରେ ଧୀରେ ଏପରି ତିଆରି କରିଦେବ ଯେ ଆପଣ ମୃତ୍ୟୁଠାରୁ ଦୂରେଇ ଯିବେ। ବିଶ୍ୱାସର ଦୃଢ଼ତା କମ୍ ହେଲେ ଅଧିକ ସମୟ ଲାଗିବ
ରୋଗ ଓ ମୃତ୍ୟୁର କାରଣ ହେଉଛି ଅଜ୍ଞାନ। ଲୋକ ଜାଣନ୍ତି ନାହିଁ ଯେ ଏହା ବିଶ୍ୱାସ କଲେ ଅମର ଓ ନିରୋଗ ହୋଇପାରିବ। ଏହା ନ ବୁଝିଲେ ମଣିଷ ଜାତି ରୋଗ ଓ ମୃତ୍ୟୁ ଅଧୀନରେ ରହିବ। ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଓ ଅଣୁକୁ ମନ ବା ଇଚ୍ଛା ଚଳାଏ। ଆମେ ଯଦି ମୃତ୍ୟୁ ଆଡ଼କୁ ଯିବାକୁ ଇଚ୍ଛା ନ କରିବା ତେବେ ଶରୀର ମୃତ୍ୟୁ ଆଡ଼କୁ ଯିବ ନାହିଁ। ମନର ପ୍ରତ୍ୟେକ ପରିବର୍ତ୍ତନ ଶରୀର ଉପରେ ପଡ଼େ। ଯେପରି କ୍ରୋଧ ଆସିଲେ ଆଖି ଲାଲ ହୁଏ, ଭୟ ଆସିଲେ ଶରୀର ଥରେ କମ୍ପେ, ଭୟ ଆସିଲେ ଜ୍ୱର ମଧ୍ୟ ବଢ଼ିଯାଏ, ଅମୃତ ତତ୍ତ୍ୱର ଭାବନା ଆସିଲେ ଶରୀର ନିରୋଗ ଓ ଅମର ହେବାକୁ ଲାଗେ। ତେଣୁ ବିଶ୍ୱାସ ସହ ଇଚ୍ଛା କଲେ ନିରୋଗ ଓ ଅମର ହୋଇପାରିବା। ମନର ଶାନ୍ତ ଓ ଅଶାନ୍ତ ଅବସ୍ଥାର ପ୍ରଭାବ ଶରୀର ଉପରେ ପଡ଼େ। ତେଣୁ ଯଦି ସୁନ୍ଦର, ଯୁବା ଓ ବଳବାନ ହେବାକୁ ଇଚ୍ଛା କରନ୍ତି ତେବେ ତାହା ଆପଣ ହୋଇପାରିବେ। ଡର ଆସିଲେ ଲୋମ ଟାଙ୍କୁରି ଯାଏ, ମନ ବିଗିଡ଼ିଲେ ପେଟ ବିଗିଡ଼ି ଝାଡ଼ା ଓ ବାନ୍ତି ହୁଏ। ମନ ଦ୍ୱାରା ପେଟକୁ ଠିକ୍ କରିହେବ। ଏହି ମନ ଦ୍ୱାରା ଶରୀରର ସବୁ ରୋଗକୁ ଦୂର କରିହେବ। ମନୁଷ୍ୟ ଇଚ୍ଛା ସ୍ୱରୂପ ବା ଇଚ୍ଛା ସମୂହର ନାମ। ବିନା ଜ୍ଞାନରେ ଆମେ ମୁକ୍ତ ହୋଇପାରିବା ନାହିଁ। ଜ୍ଞାନ ଦ୍ୱାରା ଈଶ୍ୱରତ୍ୱ ପ୍ରାପ୍ତ କରିପାରିବା। ଲୋକେ କହନ୍ତି ଈଶ୍ୱର ଚାହିଁଲେ ଆମେ ନିରୋଗ ହୋଇ ବେଶୀ ଦିନ ବଞ୍ଚିବୁ। ଏହା ଭୁଲ କଥା। ଆପଣ ଚାହିଁଲେ ନିରୋଗ ରହି ଅଧିକ ଦିନ ବଞ୍ଚିବେ। ଈଶ୍ୱର ଇଚ୍ଛା ରହିତ, ନିରୀହ। ସେ କାହାରିକୁ ମରିବାକୁ ବା ବଞ୍ଚିବାକୁ ଚାହାନ୍ତି ନାହିଁ। ସେ କିଛି ଇଚ୍ଛା କରନ୍ତି ନାହିଁ। ଯେ ଈଶ୍ୱରକୁ ଜାଣେ, ଈଶ୍ୱର ଆମଠାରୁ ଅଲଗା ନୁହେଁ। ପ୍ରକୃତ ଜ୍ଞାନ କହୁଛି ଆମର ଇଚ୍ଛା ହେଉଛି ଈଶ୍ୱରଙ୍କ ଇଚ୍ଛା। ଯାହାର ମରିବାକୁ ବିଶ୍ୱାସ ଅଛି ସେ ମରିବ। ଲୋକଙ୍କୁ ନିଜ ଶକ୍ତିର ଠିକଣା ଜଣା ନାହିଁ। ଈଶ୍ୱରଙ୍କୁ ତେଣୁ ସେମାନେ ଈଶ୍ୱରଙ୍କୁ ମାନନ୍ତି। ଆମର କଳ୍ପନା ଈଶ୍ୱରଙ୍କୁ ସୃଷ୍ଟି କରିଛି। ଈଶ୍ୱର ଆପଣଙ୍କର ଆତ୍ମା, ମନ ଓ ବିଶ୍ୱାସରୁ ଅଲଗା ନୁହେଁ। ଯେ କାଳ୍ପନିକ ଈଶ୍ୱରଙ୍କୁ ଡାକନ୍ତି ସେ ପ୍ରକୃତ ଈଶ୍ୱରଙ୍କୁ ଅବଜ୍ଞା କରନ୍ତି। ଇଂରାଜୀରେ ଲେଖା ଅଛି God helps those who help themselves। ଏହାର ଅର୍ଥ ହେଉଛି ଯେ ଈଶ୍ୱର ତାଙ୍କୁ ସହାୟତା କରନ୍ତି ଯେ ନିଜର ସହାୟତା କରନ୍ତି। ତେଣୁ ଆତ୍ମା ହିଁ ଈଶ୍ୱର। ଜୀବନ ଥିବା ପର୍ଯ୍ୟନ୍ତ ଓ ସବୁବେଳେ ଆତ୍ମା ଆମକୁ ସହାୟତା କରେ। କିନ୍ତୁ ନାମ ହୁଏ ଭୂତ
ପ୍ରେତ, ଦେବତା ଓ କାଳ୍ପନିକ ଈଶ୍ୱରଙ୍କ। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ। ଏହାର ଅର୍ଥ ହେଉଛି ଯେ ଶଙ୍କର ଅର୍ଥାତ୍ ପରମାତ୍ମା ବିଶ୍ୱାସ ରୂପ। ଆମର ବିଶ୍ୱାସ ଓ ମନ ସବୁ କାମ କରେ। ବିଶ୍ୱାସ, ମନ ଓ ଆତ୍ମା ଆପଣଙ୍କର ଇଚ୍ଛାକୁ ପୂରଣ କରିପାରିବ। ମନୁଷ୍ୟକୁ ଯାହା ସହାୟତା ହୋଇଛି ବା ଯାହା ମିଳିଛି ତାର ଦୃଢ଼ ବିଶ୍ୱାସ ଓ ଭାବନା ଦ୍ୱାରା। ଏହି ଦୃଢ଼ ବିଶ୍ୱାସ ଓ ଆତ୍ମାର ପ୍ରକୃତ ଶକ୍ତିକୁ ଈଶ୍ୱର ଶକ୍ତି କହନ୍ତି, ଯାହାର ଠିକ୍ ନାମ ହେଉଛି ଆତ୍ମବଳ। ମୁଁ ଏତିକି କହି ମୋର ସତ୍ସଙ୍ଗ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।